ସକାଳୁ ସକାଳୁ ବାଲିଯାତ୍ରା ତଳ ପଡ଼ିଆରେ ପହଞ୍ଚିଛନ୍ତି ସିଏମସି ଫୁଡ୍ ସେଫ୍ଟି ଟିମ୍। ଆପଣ ଯେଉଁ ଚିତ୍ର ଦେଖୁଛନ୍ତି, ଯେଉଁ ଖାଦ୍ୟ ଷ୍ଟଲ୍ ଗୁଡ଼ିକ ରହିଛି ତାର ଆଜି ଯାଞ୍ଚ କରାଯାଉଛି। ଫୁଡ୍ ସେଫ୍ଟି ଟିମ୍ ତରଫରୁ ଗୋଟିଏ ଟିମ୍ ଆଜି ଆସି ଯେଉଁମାନଙ୍କର ଅଖାଦ୍ୟ ଖାଦ୍ୟ ବା ଯେକୌଣସି ଖାଦ୍ୟ ଯଦି ବାସି ରହିଛି ତାକୁ ଢାଳି ଦିଆଯାଉଛି, ପରଖା ଯାଉଛି। ଆପଣ ଦେଖିପାରୁଥିବେ ଇଏ ହେଉଛି ସେଇ ଫୁଡ୍ ଷ୍ଟଲ୍ ଗୁଡ଼ିକରେ ଯେଉଁ ଖାଦ୍ୟ ସାମଗ୍ରୀ ରହିଛି, ଯେଉଁମାନେ ହାଇଜିନିକ୍ ମେଣ୍ଟେନ୍ କରୁନାହାନ୍ତି। ଆଜି ଫୁଡ୍ ସେଫ୍ଟି ଟିମ୍ ତରଫରୁ ଏକ ଟିମ୍ ଆସି ଆଜି କଟକ ତଳ ବାଲିଯାତ୍ରା ପଡ଼ିଆରେ ଥିବା ଯେଉଁ ଓର୍ମାସ ଭିତରେ ଯେଉଁ ଖାଦ୍ୟ ଷ୍ଟଲ୍ ଗୁଡ଼ିକ ରହିଛି ତାର ଗୋଟିଏ ଗୋଟିଏ ଷ୍ଟଲ୍କୁ ଯାଞ୍ଚ କରୁଛନ୍ତି, ପରଖୁଛନ୍ତି। ଆପଣ ଦେଖିପାରୁଥିବେ ଏଇ ଯେଉଁ ଷ୍ଟଲ୍ ଗୁଡ଼ିକ ଆମେ ଦେଖାଉଛୁ, ଏ ଷ୍ଟଲ୍ରେ ଖାଦ୍ୟ କେଉଁଭଳି ଭାବରେ କଢ଼ାଯାଉଛି। ଯେଉଁମାନଙ୍କର ଖାଦ୍ୟରେ ଘୋଡ଼େଇକି ରଖି ନାହାନ୍ତି ବା ବାସି ଖାଦ୍ୟ ରଖିଛନ୍ତି ସେମାନଙ୍କୁ ଯାଞ୍ଚ କରାଯାଉଛି ଏବଂ ଦେଖାଯାଉଛି। ଦେଖନ୍ତୁ ଯେଉଁମାନଙ୍କ ତେଲ ମଧ୍ୟ ଖରାପ ରହିଛି ସେ ତେଲକୁ ଢାଳି ଦିଆଯାଉଛି। ଦେଖନ୍ତୁ ଇଏ ଗୋଟିଏ ଷ୍ଟଲ୍। ଏଠି ଯେତେବେଳେ ସେମାନେ ତାଙ୍କର ଯେଉଁ ତେଲରେ ରୋଷେଇ କରନ୍ତି ତେଲ କେଉଁଭଳି ଭାବରେ କଳା ପଡ଼ିଯାଇଛି, ସେଇ ତେଲକୁ ବର୍ତ୍ତମାନ ଏବେ ଢଳା ଯାଉଛି ଏବଂ ଟେଷ୍ଟ ବି ମଧ୍ୟ କରାଯାଉଛି। ଯଦି ଆପଣ ଦେଖିପାରୁଥିବେ ଇଏ ଯେଉଁ ଫୁଡ୍ ସେଫ୍ଟି ଟିମ୍ ରହିଥିଲେ ସେ ଆଜି କଟକରେ ଯେଉଁ ତଳ ବାଲିଯାତ୍ରା ପଡ଼ିଆ ରହିଛି ସେ ବାଲିଯାତ୍ରାକୁ ଆଜି ଯାଞ୍ଚ କରୁଛନ୍ତି, ପରଖୁଛନ୍ତି ଏବଂ ଦେଖୁଛନ୍ତି। ଆପଣ ଦେଖୁଛନ୍ତି ଯେଉଁଭଳି ଭାବରେ ଯେଉଁ ଖାଦ୍ୟ ଗୁଡ଼ିକ ଏଠି ବିକ୍ରି କରାଯାଉଛି, ଲୋକମାନେ ଆସୁଛନ୍ତି ପଇସା ଦେଇ ଖାଉଛନ୍ତି, କିନ୍ତୁ ଏ ଖାଦ୍ୟ କେତେ ଦେହ ପାଇଁ କ୍ଷତିକାରକ। ଆପଣ ଦେଖନ୍ତୁ ତେଲ କଡ଼େଇ କରାଯାଉଛି, ତେଲ ପୁରା ସମ୍ପୂର୍ଣ୍ଣ ଭାବରେ ଗୋଟିଏ ପ୍ରକାର ଗ୍ରୀନ୍ ପାଲଟି ଯାଇଛି। ଯେଭଳି ଗୋଟେ ମୋବିଲ ରଙ୍ଗର ହୋଇଛି, ତା ଦେହରୁ ଫେଣ ବାହାରିଛି ଏବଂ ଯେଉଁ ଅଖାଦ୍ୟ ବା ଏ ତେଲକୁ ଦେଖି ତାକୁ ଏବେ ଢଳା ଯାଉଛି। ମୋ ସହିତ ଅଛନ୍ତି ଫୁଡ୍ ସେଫ୍ଟି ଅଧିକାରୀ ଅଛନ୍ତି, ମୁଁ ସିଧାସଳଖ ଯୋଡୁଛି ଏବଂ କଥା ହବା ତାଙ୍କ ସାଙ୍ଗରେ କଣ କଣ କହିଛି, କଣ ଉପରେ ଯାଞ୍ଚ କରାଯାଉଛି। ଆପଣ ଦେଖିପାରୁଥିବେ କେଉଁଭଳି ଭାବରେ ଏଇ ଯେଉଁ ଦୋକାନ ଗୁଡ଼ିକ ରହିଛି ବା ଯେଉଁ ବେପାର କରାଯାଉଛି। ଆପଣ ଏଇ ବିରିୟାନୀ ଦେଖନ୍ତୁ ବା ରାଇସ୍ ଦେଖନ୍ତୁ, ପାଉରୁଟି ଦେଖନ୍ତୁ ବା ପୁରୀ ଦେଖନ୍ତୁ, କେଉଁଭଳି ଭାବରେ ଅଖାଦ୍ୟ ଗୁଡ଼ିକ ରହିଛି। ଏପରିକି ଥଣ୍ଡା ରଖି ମଧ୍ୟ ସେମାନେ ବେପାର କରୁଛନ୍ତି। ତ ମ୍ୟାଡମ ଅଛନ୍ତି, ଆମେ ଯୋଡ଼ିବା କଥା ହବା। ମ୍ୟାଡମ ଆଜି ଫୁଡ୍ ସେଫ୍ଟି ଟିମ୍ ପକ୍ଷରୁ ଚେକିଂ କରାଯାଉଛି, କଣ ଆଜି ଯାଞ୍ଚ କରାଯାଉଛି? ଆଜି ଆମର ଯୋଉରା ରହିଯାଇଛି, କାଲି ତ ବହୁତ ଭିଡ଼ ବି ରହିଥିଲା, ତ ଆମର ମେନ୍ ଫୋକସ୍ ରହୁଛି ଯୋଉ ଷ୍ଟେଲ୍ ଫୁଡ୍ ରହିଯାଉଛି ଲୋକ ତାକୁ ପୁଣି ଗରମ କରିବି ଦେଇଦେବେ। ତ ତେଣୁ ତାଙ୍କର ସ୍ୱାସ୍ଥ୍ୟକୁ ଆଖି ନଜର ରଖିକି ତେଣୁ ସକାଳୁ ଆମର ଏଇଟା ଚଢ଼ଉ ହେଉଛି। ଯେତିକି ଆମର ଷ୍ଟେଲ୍ ଫୁଡ୍ ବାହାରୁଛି ସେମାନଙ୍କୁ ନଷ୍ଟ କରାଯାଉଛି। ଆଉ ଦରକାର ପଡ଼ିଲେ ଦୋକାନକୁ ବନ୍ଦ ବି, ଯଦି ବେଶୀ କହିଲା ତାହେଲେ ଦୋକାନକୁ ବନ୍ଦ ବି କରାଯିବ। କେତେ ପାଖାପାଖି ଷ୍ଟଲ୍ ଆଜି ଯାଞ୍ଚ କରାଗଲା? ବର୍ତ୍ତମାନ ପର୍ଯ୍ୟନ୍ତ 20ରୁ ଅଧିକ ଷ୍ଟଲ୍ ଯାଞ୍ଚ କରାହେଲାଣି। ଆଉ ସବୁ ଜାଗାରୁ ଆମର ଯଦି ଷ୍ଟେଲ୍ ଫୁଡ୍ ବାହାରିବ ଡେଷ୍ଟ୍ରକ୍ସନ୍ ହେଇଛି, ଇମିଡ଼ିଏଟ୍ ଡେଷ୍ଟ୍ରକ୍ସନ୍ କରାଯାଉଛି। ଆଉ ଏଇଟା ବି କଣ୍ଟିନ୍ୟୁ ଚାଲିବ। ତାଙ୍କ ଉପରେ କିଛି ଫାଇନ୍ ଲଗାଯାଉଛି? ଫାଇନ୍ ଆମେ ଦେଖୁଛୁ, ସେ ଅନୁସାରେ ଦେଖିକି କେତେ କ'ଣ ବାହାରୁଛି ତା ଉପରେ ଆମେ ଫାଇନ୍ ଲଗାଉ। ଆଗକୁ ଆହୁରି ବି ବାଲିଯାତ୍ରା ରହିଛି, ଚେକିଂ ଏମିତି ଜାରି ରହିବ? ଚେକିଂ ଅଲରେଡି ଆମର ଫାର୍ଷ୍ଟ ଦିନରୁ ଷ୍ଟାର୍ଟ ବି ହେଇଯାଇଛି ଆଉ ଏଇଟା ବି କଣ୍ଟିନ୍ୟୁ କରିବ ଟିଲ୍ ଏଣ୍ଡ୍। ଦୋକାନୀ ଭାଇମାନେ ଏଭଳି କରୁଛନ୍ତି, ଏଠାକୁ କ'ଣ ବାର୍ତ୍ତା ଦେବେ? ଆମେ ତ ଏତିକି ରିକ୍ୱେଷ୍ଟ କରୁଛୁ, ଲୋକ ଯୋଉ ବାଲିଯାତ୍ରା ଗୋଟେ ନାଁ ଅଛି କଟକର, ତେଣୁ ତାର ନାଁଟାକୁ ଖରାପ କରନ୍ତୁ ନାହିଁ। ଲୋକଙ୍କୁ ଭଲ ଖାଇବା ଦିଅନ୍ତୁ, ଯିଏ ଆସୁଛନ୍ତି ସେମାନେ ଖୁସିରେ ଯାଆନ୍ତି ଯେ ହଁ ବାଲିଯାତ୍ରା ଯାଇଥିଲୁ, ଭଲରେ ଖାଦ୍ୟ ଖାଇକି ଆସିଲୁ। ଦେଖନ୍ତୁ ଯେମିତି ମ୍ୟାଡମ କହୁଥିଲେ, ଦେଖନ୍ତୁ କେଉଁଭଳି ଭାବରେ ଏଇ ଯୋଉ ରଙ୍ଗ ବେରଙ୍ଗର ଯୋଉ ରହିଛି ସସ୍ ରହିଛି, ସେ ସସ୍ ର ଯେହେତୁ ଡେଟ୍ ନାହିଁ ତାକୁ ସେଥିପାଇଁ ଢଳା ଯାଉଛି। ଆପଣ ଦେଖୁଥିବେ ଯେତେବେଳେ ଆପଣ ଆସନ୍ତି ସୁନ୍ଦର ସୁନ୍ଦର ଏଇ ଖାଦ୍ୟକୁ ଦେଖି ଯେତେବେଳେ ଖାଇବାକୁ ଖାଇଥାନ୍ତି, କିନ୍ତୁ ଏହାରି ଭିତରେ ଏଇ ଯୋଉ ରଙ୍ଗ ବେରଙ୍ଗର ଖାଦ୍ୟ ରହିଛି ସବୁବେଳେ ତାକୁ ଯାଞ୍ଚ କରିବା କଥା। ଆପଣ ଦେଖନ୍ତୁ ଯୋଉ ଖାଦ୍ୟ ଗୁଡ଼ିକ ଖାଦ୍ୟ ପାଇଁ ଉପଯୋଗୀ ନୁହେଁ ତାକୁ ଆଜି ଢଳା ଯାଉଛି ବା ତା ଦେହରେ ବ୍ଲିଚିଂ ପକାଯାଉଛି ଏବଂ ଯେଉଁଭଳି ଦୋକାନୀ ମାନେ ଏଭଳି କରିଛନ୍ତି ତାଙ୍କ ଉପରେ ଫାଇନ୍ ଲଗାଯାଉଛି। ଇଏ ହଉଛି କଟକ ତଳ ବାଲିଯାତ୍ରା। ଦେଖନ୍ତୁ ଇଏ ଗୋଟେ ଏଭଳି ଦୋକାନ ଯୋଉ ରୋଜି କିଚେନ ନାମରେ ଦୋକାନ ରହିଛି। ବହୁତ ଭଲ ଭଲ ଖାଦ୍ୟ ପାଇଁ ଏଠି କାଲି ଆମେ ଦେଖିଛୁ ଭିଡ଼ ଲାଗିଥିଲା, କିନ୍ତୁ ଏହାରି ଭିତରେ ଏଇ ଯୋଉ ଖାଦ୍ୟ ଗୁଡ଼ିକ ରହିଛି ତାକୁ ଦେଖି ଆଜି ଯାଞ୍ଚ କରୁଛନ୍ତି ଏବଂ ପରଖୁଛନ୍ତି। ଆଜି ଯଦି କହିବା ଗୋଟିଏ ପ୍ରକାର ସିଏମସିର ଯୋଉ ଫୁଡ୍ ସେଫ୍ଟି ଟିମ୍ ରହିଛି, ଆଜି ଏହାକୁ ନେଇ ଗୋଟେ ପ୍ରକାର ଚେକିଂ ଜାରି କରିଛନ୍ତି। ଏଇ ଚେକିଂ ଆଗକୁ ମଧ୍ୟ ବଢିବ। ଯୋଉମାନେ ବି ଏଭଳି ଖାଦ୍ୟ ରଖୁଛନ୍ତି ବା ଖରାପ ଖାଦ୍ୟ ବାସି ଖାଦ୍ୟ ରଖୁଛନ୍ତି ସେମାନଙ୍କୁ ସେ ସତର୍କ କରୁଛନ୍ତି ଏବଂ କହୁଛନ୍ତି କି ଏସବୁରୁ ନିବୃତ୍ତ ରୁହନ୍ତୁ, ଲୋକଙ୍କୁ ଭଲ ଖାଇବା ଦିଅନ୍ତୁ ଏବଂ ଯିଏ ବି ଏଭଳି କରୁଛନ୍ତି ତାଙ୍କ ଉପରେ ଗୋଟେ ପ୍ରକାର ଯଦି କହିବା ଫାଇନ୍ ଲଗାଯାଉଛି, ତାଙ୍କ ଖାଦ୍ୟକୁ ନଷ୍ଟ କରାଯାଉଛି ଏବଂ ତାଙ୍କୁ ଅନୁରୋଧ କରାଯାଉଛି ଏଭଳି ଖାଦ୍ୟ କାହାକୁ ବି ଦିଅନ୍ତୁ ନାହିଁ। ଆପଣ ଯଦି ଷ୍ଟଲ୍ କରିଛନ୍ତି ବା ଖାଦ୍ୟ ଷ୍ଟଲ୍ ଦେଇଛନ୍ତି ତାହେଲେ ଭଲ ଖାଦ୍ୟ ଲୋକଙ୍କୁ ପରସନ୍ତୁ। କଟକରୁ ଜିତେନ୍ଦ୍ର ପ୍ରସାଦ, MBC TV।